ଝିପିଝିପି ବର୍ଷା ହେଉଥାଏ ଆଉ ସୁନସାନ ରାସ୍ତାରେ କେହି କୁଆଡ଼େ ଦେଖାଯାଉନଥାନ୍ତି। ମୁଁ ଆଉ ମୋ ସାଙ୍ଗ ଆମେ ଦୁଇ ଜଣ ସେଇ ସୁନସାନ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥାଉ। କିନ୍ତୁ ଏମିତି ଗୋଟେ ଘଟଣା ଆମ ସାଙ୍ଗରେ ଘଟିଯିବ ବୋଲି ଆମେ କେବେ ଭାବିନଥିଲୁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ରାଜେଶ। ଆପଣମାନେ ଦେଖୁଛନ୍ତି ରିଏଲ ଭୂତ କାହାଣୀ। ତ ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲକୁ ନୂଆ ଆସିଥିବେ ତାହେଲେ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କାହିଁକିନା ମୁଁ ଯେବେ ଭିଡ଼ିଓ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣମାନେ ଶୁଣିପାରିବେ। ତାହେଲେ ଚାଲନ୍ତୁ ଏଇ ଦୁଇ ସାଙ୍ଗଙ୍କର ଏଇ ଭୟାନକ କାହାଣୀଟି ଆରମ୍ଭ କରିବା। ନମସ୍କାର, ମୋ ନାଁ ତପନ। ମୋ ସାଙ୍ଗ ଯିଏ ଥିଲେ ତାଙ୍କ ନାଁ ଥିଲା ପପୁ। ଆମେ ଦୁଇ ଜଣ ଗୋଟେ ବ୍ୟାଙ୍କରେ କାମ କରୁ। କିନ୍ତୁ ଆମେ ଦୁଇ ସାଙ୍ଗ ସେଦିନ ବ୍ୟାଙ୍କରୁ ଛୁଟି ନେଇକି ଆମେ ଗାଁକୁ ଫେରୁଥାଉ। କିନ୍ତୁ ସେତେବେଳେ ଆମେ ଭାବିଥିଲୁ କି ଆମେ ଗୋଟେ ନୂଆ ରାସ୍ତାରେ ଯିବା, ଯେଉଁ ରାସ୍ତାଟି ଆମ ଗାଁକୁ ସର୍ଟକଟ୍ ଥିଲା। ସେଇ ରାସ୍ତାରେ ଆମେ ଦୁଇ ସାଙ୍ଗ ଗାଁକୁ ବାହାରିଥାଉ। କିନ୍ତୁ ମୋ ସାଙ୍ଗ ଯିଏ ପପୁ, ତା ଘର ଆଗେ ପଡ଼ିବ ଆଉ ତା ଗାଁ ଠାରୁ ମୋ ଗାଁ ଆହୁରି 30-40 କିଲୋମିଟର। ଆଉ ଆମେ ଦୁଇ ଜଣ ସାଥୀ ହେଇକି ଦୁଇଟା ବାଇକ୍ରେ ଆମେ ବାହାରି ପଡ଼ିଲୁ। ଆମ ବ୍ୟାଙ୍କରୁ ଛୁଟି ନେଇ ଆମେ ଆମ ଗାଁକୁ ଯିବା ପାଇଁ ବାହାରି ପଡ଼ିଲୁ। କିନ୍ତୁ କିଛି ବାଟ ଆସିଲା ପରେ ମୋ ସାଙ୍ଗ ମୋତେ କହୁଥାଏ କି ସାଙ୍ଗ, ଏଇ ରାସ୍ତାରେ ଆମେ ଆଗରୁ କେବେ ଯାଇନେ ଆଉ ଏପଟେ ରାସ୍ତାରେ ଯିବାକୁ ମଧ୍ୟ ଭୟ ଲାଗେ। ସେତେବେଳେ ମୁଁ ତାକୁ କହିଥିଲି କି ସାଙ୍ଗ, ତୁ ବ୍ୟସ୍ତ ହୁଅନି, କାହିଁକିନା ଆମେ ଦୁଇ ଜଣ ଅଛୁ। ଏମିତି ଭାବିକି ଆମେ ସେଇ ଜଙ୍ଗଲ ରାସ୍ତାରେ ଆମ ଗାଁକୁ ଫେରୁଥାଉ। ଏମିତି କିଛି ବାଟ ଆସିଲା ପରେ କାହିଁକି କେଜାଣି ସେତେବେଳେ ସେ ଜଙ୍ଗଲ ଭିତରେ ବିଲୁଆମାନଙ୍କର ଭୁକିବାର ଶବ୍ଦ ଶୁଭା ଯାଉଥିଲା। କିନ୍ତୁ ଆମେ କିଛି ବାଟ ଆସିଛୁ, ଟିକେ ଜଙ୍ଗଲର ମଝାମଝି ହେଇଛୁ, ସେତେବେଳେ ବର୍ଷା ଘଡ଼ଘଡ଼ି ବହୁତ ଜୋରସେ ହେବାକୁ ଲାଗିଲା। ଆଉ ଏତେ ଜୋରେ ବର୍ଷା ହେଉଥିବାରୁ ଆମେ ଦୁଇ ସାଙ୍ଗ ଗୋଟେ ଗଛ ମୂଳେ ଠିଆ ହେଇଥାଉ। ଆଉ ସେଠି ଆମେ ଆମ ଗାଡ଼ିକି ରଖିଦେଇକି ଆମେ ସେଇ ଗଛ ମୂଳେ ଠିଆ ହେଇଥାଉ। କିନ୍ତୁ ଆମେ ଭାବୁଥାଉ କି ବର୍ଷା କେମିତି ଟିକେ କମିଗଲେ ଆମେ ପୁଣି ଗାଡ଼ି ଷ୍ଟାର୍ଟ କରିକି ଆଗକୁ ବଢ଼ିବୁ। କିନ୍ତୁ ବର୍ଷା ସେତେବେଳେ କମିବାର ନାଁ ନେଉନଥାଏ। ଆଉ ଆମେ ଦୁଇ ସାଙ୍ଗ ସେ ଜଙ୍ଗଲ ଭିତରେ ଏକା, ଆଉ କେହି କୁଆଡ଼େ ଲୋକ ଦେଖାଯାଉନାହାନ୍ତି। ଆଉ ସେତେବେଳେ ମୁଁ ସେଇ ଗଛ ସାଇଡ଼ରେ ଠିଆ ହେବା ସମୟରେ ମୋତେ ଟିକେ ପିସାବ ଲାଗିଥାଏ। ମୁଁ ସଙ୍ଗେ ସଙ୍ଗେ ମୋ ସାଙ୍ଗକୁ କହିଲି କି ସାଙ୍ଗ, ତୁ ଏଇ ଗଛ ମୂଳେ ଟିକେ ଠିଆ ହେଇଥା, ମୁଁ ସେପଟେ ପିସାବ କରିକି ଆସୁଛି। ଏମିତି କହିକି ମୁଁ ସେପଟକୁ ଯାଇକି ପାହାଚ ବସୁଥାଏ। କିନ୍ତୁ ସେହି ସମୟରେ ମୋର ନଜର ପଡ଼ିଲା ମୋ ସାମ୍ନାରେ ଥିଲା ଗୋଟେ ମଶାଣି। ଆଉ ସେ ମଶାଣିକି ଯେତେବେଳେ ମୁଁ ଦେଖିଲି ସେତେବେଳେ ମୋ ପାଦ ତଳୁ ମାଟି ଖସିଗଲା। କାହିଁକିନା ଏ ସୁନସାନ ଜଙ୍ଗଲ ରାସ୍ତାରେ ଆଉ ଏ ଜଙ୍ଗଲ ମଝିରେ ଆଉ ଏ ମଶାଣି ପାଖରେ ଆମେ ଦୁଇ ସାଙ୍ଗ ଛିଡ଼ା ହେଇଥାଉ, ଆଉ କେହି ବି କୁଆଡ଼େ ନାହାନ୍ତି। ସେତେବେଳେ ମୋ ମନକୁ ଟିକେ ଡର ଲାଗୁଥାଏ। ଆଉ ସେହି ସମୟରେ ସେଇ ମଶାଣି ଭିତରୁ ଗୋଟେ ଛୋଟ ପିଲାର କାନ୍ଦିବାର ଶବ୍ଦ ଶୁଭାଗଲା। ଆଉ ସେ ଶବ୍ଦ ଯେତେବେଳେ ମୁଁ ଶୁଣିଲି, ମୁଁ ତୁରନ୍ତ
ମୋ ସାଙ୍ଗ ପାଖକୁ ଫେରି ଆସିଲି। ସେତେବେଳେ ମୋ ସାଙ୍ଗକୁ କହିଲି କି ସାଙ୍ଗ ଦେଖ, ତୁ ଶୁଣିପାରୁଛୁ ନା ଗୋଟେ ଛୋଟ ପିଲାଟି କେମିତି ସେ ମଶାଣି ଭିତରେ କାନ୍ଦୁଛି। ସେତେବେଳେ ମୋ ସାଙ୍ଗ ମୋତେ କହିଲା କି ଆରେ କେଉଁଠି, କାହିଁ ମୋତେ ତ ଶୁଭାଯାଉନି, ଆଉ ତୋ ମନର ଇଏ ଗୋଟେ ଭ୍ରମ ହେଇଥିବ। ସିଏ ମୋତେ ଏମିତି କହିବାକୁ ଲାଗିଲା। ସେତେବେଳେ କିନ୍ତୁ ମୁଁ ତାକୁ କହୁଥାଏ ବାରମ୍ବାର କି ନାଇଁ ସାଙ୍ଗ, ମୁଁ ଠିକରେ ଶୁଣିଛି, ଏହି ମଶାଣି ଭିତରୁ ଗୋଟେ ଛୋଟ ପିଲାର କାନ୍ଦିବାର ଶବ୍ଦ ମୁଁ ନିଜେ ଶୁଣିଛି। କିନ୍ତୁ ମୋ ସାଙ୍ଗ ଏ କଥାକୁ ବିଶ୍ୱାସ କଲାନି। ସେତେବେଳକୁ ଟିକେ ବର୍ଷା କମି ଆସିଥାଏ। ଆମେ ସଙ୍ଗେ ସଙ୍ଗେ ଆମ ଗାଡ଼ି ଷ୍ଟାର୍ଟ କରିକି ସେଇଠୁ ଆଗକୁ ବଢ଼ିଲୁ। କିନ୍ତୁ କିଛି ବାଟ ଆସିଲା ପରେ ଗୋଟେ ଛକ ପଡ଼ିଲା। ସେ ଛକରେ ଡାହାଣକୁ ଗୋଟେ ରାସ୍ତା ଯାଇଥାଏ, ଆଉ ବାଁ ପଟକୁ ଗୋଟେ ରାସ୍ତା ମଧ୍ୟ ଯାଇଥାଏ। କିନ୍ତୁ ଡାହାଣ ପଟ ରାସ୍ତାରେ ଗଲେ ପପୁ ଘର ଗାଁ, ଆଉ ବାଁ ପଟ ରାସ୍ତାରେ ମୁଁ ଗଲେ 40 କିଲୋମିଟର ପରେ ମୋ ଗାଁ ପଡ଼ିବ। ଆଉ ସେତେବେଳେ ପପୁ ମୋତେ କହିଲା କି ସାଙ୍ଗ ତୁ ଡରେନି, ଆଉ ତୁ ଆରାମସେ ତୋ ଗାଁକୁ ଯା, ଆଉ ସେ ପଛ କଥା ଜମାରୁ ଭାବିବୁନି, ଆଉ ମୁଁ ମୋ ଗାଁକୁ ଯାଉଛି। ଏମିତି କଥା ହେଇକି ମୋ ସାଙ୍ଗ ସେଇ ଡାହାଣ ରାସ୍ତାରେ ତା ଗାଁକୁ ଚାଲିଗଲା। କିନ୍ତୁ ମୁଁ ଏପଟେ ଏକୁଟିଆ ହୋଇଗଲି। ଆଉ ମୁଁ ସେ ସୁନସାନ ରାସ୍ତାରେ, ସେଇ ବାଁ ପଟ ରାସ୍ତାରେ ଆଗକୁ ବଢ଼ିଲି। କିନ୍ତୁ ସେଇ କଥା ଖାଲି ମୋର ମନେ ପଡ଼ୁଥିଲା କି ସେ ପିଲାଟି ମଶାଣି ଭିତରେ ଏକା କାନ୍ଦୁଥିଲା। ସେ କ'ଣ ମଣିଷ ଥିଲା ନା କୌଣସି ଛୋଟ ପିଲାର ଆତ୍ମା ଥିଲା? ମୁଁ ଏମିତି ମନେ ମନେ ମୁଁ ଭାବୁଥାଏ। ଆଉ ଏମିତି ଭାବିକି ମୁଁ ମୋର ଆଗକୁ ଗାଡ଼ି ଚଲେଇ ଯାଉଥାଏ। କିନ୍ତୁ ମୁଁ ଯେତେବେଳେ ସେଇ ରାସ୍ତାରେ ଯାଉଥିଲି, ସେତେବେଳେ ସେଇ ଜଙ୍ଗଲ ଭିତର ଆଡ଼ୁ ଖାଲି ବିକଟାଳ ରାପ ଶୁଭା ଯାଉଥାଏ। ଆଉ ମୁଁ ଭୟରେ ଭୟରେ ଆଗକୁ ଚାଲୁଥାଏ। କିନ୍ତୁ କିଛି ବାଟ ଆସିଲା ପରେ ମୁଁ ଦେଖିଲି କି ଗୋଟେ ସ୍ତ୍ରୀ ଲୋକ ସେଇ ରୋଡ଼ ଉପରେ କିନା ବସିଥାଏ। ଆଉ ତାକୁ ଯେତେବେଳେ ମୁଁ ଦେଖିଲି, ସେତେବେଳେ ମୁଁ ପୁରା ଡରି ଯାଇଥାଏ। କାହିଁକି ନା ଏ ରାସ୍ତାରେ କେହି ବି ଲୋକ ଯିବା ଆସିବା କରୁନାହାନ୍ତି, ଆଉ ଏପଟେ ଏ ସ୍ତ୍ରୀ ଲୋକ ରୋଡ଼ ମଝିରେ ଏଠି ବସିଛି କାହିଁକି? ଆଉ ଯେତେବେଳେ ମୁଁ ତା ପାଖାପାଖିରେ ଟିକେ ପହଞ୍ଚିଲି, ସେତେବେଳେ ମୁଁ ଦେଖିଲି କି ଗୋଟେ ବାଇକ୍ ସେଇ ରୋଡ଼ ସାଇଡ଼ରେ ପଡ଼ିଛି। ଆଉ ସେଇ ବାଇକ୍ ପାଖରେ ଗୋଟେ ଲୋକ ପଡ଼ିଛି, ଯାହାକି ସିଏ ମରିସାରିଥିଲା। ଆଉ ତାରି ପାଖରେ ବସିଥାଏ ସେଇ ସ୍ତ୍ରୀ ଲୋକଟି। ଆଉ ତା ପାଖରେ ଯାଇକି ମୁଁ ଯେତେବେଳେ ପହଞ୍ଚିଲି, ସେ ସ୍ତ୍ରୀ ଲୋକ ମୋତେ କହିଲା କି ଭାଇ, ମୋ ପିଲାକୁ ଟିକେ ବଞ୍ଚାଅ। ସେ ସେଇ ଜଙ୍ଗଲ ଭିତର ଆଡ଼କୁ ହାତ ଦେଖେଇକି ମୋତେ ଏ କଥା କହିଲା। ସେତେବେଳେ ମୁଁ ମନେ ମନେ ପୁରା ଡରି ଯାଇଥାଏ। ଆଉ ପୁଣି ମୁଁ ଭାବୁଥାଏ କି ଏ ସ୍ତ୍ରୀ ଲୋକଟି କୌଣସି ଅସୁବିଧାରେ ପଡ଼ିଛି, ଆଉ ଆ ପିଲାକୁ ମୁଁ ଯେମିତି ହେଲେ ବଞ୍ଚେଇବି। ଏମିତି ଭାବିକି ମୁଁ ସେଇଠାରେ ମୋ ଗାଡ଼ିକୁ ଅଟକେଇକି ମୁଁ ସେଇ ଜଙ୍ଗଲ ଭିତର ଆଡ଼କୁ ଚାଲିଗଲି। କିନ୍ତୁ କିଛି ବାଟ ଗଲା ପରେ ମୁଁ ସେ ଏରିଆ ବୁଲିଗଲି, ହେଲେ ସେ ଛୋଟ ପିଲାର ଅତାପାତା କିଛି ବି ପାଇଲିନି। ଆଉ ମୁଁ ପୁଣି ଫେରି ଆସିଲି ସେଇ ସ୍ତ୍ରୀ ଲୋକ ପାଖକୁ। ଆଉ ତାକୁ କହିଲି କି ତମ ଛୁଆ କେଉଁଆଡ଼େ ପଡ଼ିଥିଲା? ସେତେବେଳେ ସିଏ ଆଉ କିଛି ବି ଉତ୍ତର ଦେଲାନି। ସେମିତି ତଳକୁ ମୁଣ୍ଡ ପୋତିକି ବସିଥାଏ। ଆଉ ତା ଚେହେରା ମୁଁ ଠିକ୍ ସେ ଦେଖିପାରୁନଥାଏ। ସେତେବେଳେ ମୁଁ ତାକୁ କହିଥିଲି କି ତମେ ମୋତେ ଯଦି ବି କିଛି କହିବାକୁ ଚାହୁଁନ, ତାହେଲେ ଠିକ୍ ଅଛି, ମୁଁ ଏଇ ପାଖକୁ ଯାଉଛି, କିଛି ଲୋକଙ୍କୁ ଡାକିବି, ସେମାନେ ଆସିବେ ଆଉ ଆମକୁ ଟିକେ ସାହାଯ୍ୟ କରିବେ। ଏମିତି କହିକି ମୁଁ ସେ ଜାଗାରୁ ଆଗକୁ ଚାଲି ଆସିଲି। କିନ୍ତୁ ମୁଁ କିଛି ବାଟ ଆସିଲା ପରେ ଗୋଟେ ଘର ପଡ଼ିଲା।
ଆଉ ସେ ଘର ପାଖରେ ଯାଇକି ମୁଁ ତାଙ୍କ ଦୁଆର ହିଁ ବାଡ଼େଇଲି। ଆଉ କିଛି ସମୟ ଉଠେଇ ସେଇ ଘରୁ ଗୋଟେ ବୁଢ଼ା ଲୋକ ଆସିଲେ, ଆଉ ତାଙ୍କ ସାଙ୍ଗରେ ତାଙ୍କ ପୁଅ ମଧ୍ୟ ଥାଆନ୍ତି। ଆଉ ସେତେବେଳେ ମୁଁ ତାଙ୍କୁ ଏ ଘଟଣା ବିଷୟରେ ସବୁ ଜଣାଇଥିଲି। ଆଉ ସେତେବେଳେ ସେ ବୁଢ଼ା ଲୋକର ପୁଅ ଯିଏ ଥିଲେ ସିଏ ମୋତେ କିଛି କହିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ବାପା ଯିଏକି ସେ ବୁଢ଼ା ଲୋକ ସିଏ ତାକୁ ଅଟକେଇ ଦେଇଥିଲେ। ଆଉ ସେତେବେଳେ ସେ ବୁଢ଼ା ଲୋକ କହିଥିଲେ କି ଚାଲ ଯିବା, ସେ କେଉଁଠି ତମେ ସେ ଝିଅକୁ ଦେଖିଥିଲ। ଏମିତି କହିକି ମୋ ସାଙ୍ଗରେ ସେ ବାପ ପୁଅ ଦୁହେଁ ଆସିଲେ। ଆମେ ଯେତେବେଳେ ସେଇ ରାସ୍ତାରେ ଯାଇକି ପହଞ୍ଚିଲୁ, ସେଇ ଜାଗାରେ ଯାଇକି ପହଞ୍ଚିଲୁ, ସେତେବେଳେ ସେ ଜାଗାରେ କେହି ବି ନଥିଲେ। ଆଉ ସେତେବେଳେ ସେ ବୁଢ଼ା ଲୋକ ମୋତେ କହିଥିଲେ କି ପୁଅରେ, ତୁ ଯାହାକୁ ଦେଖିଥିଲୁ ସେ କୌଣସି ମଣିଷ ନଥିଲେ, କାହିଁକି ନା ତୋରି ଭଳିଆ ଆଉ 4-5 ଜଣ ଏମିତି ଦେଖିକି ଆମ ଦୁଆର ହିଁ ବାଡ଼େଇଥିଲେ, ଆଉ ମୋତେ ଡାକିଥିଲେ କି ଆସନ୍ତୁ ତାଙ୍କୁ ଟିକେ ସାହାଯ୍ୟ କରିବ, ଆଉ ସେଠି ଗୋଟେ ଆକ୍ସିଡେଣ୍ଟ ହେଇଯାଇଛି। ସେତେବେଳେ ମୁଁ ତାଙ୍କୁ କହିଥିଲି କି ପୁଅ, ସେ କୌଣସି ମଣିଷ ନୁହନ୍ତି, କାହିଁକି ନା ଏଇ ମାସେ ପୂର୍ବରୁ ଏଇ ରାସ୍ତାରେ ସ୍ୱାମୀ ସ୍ତ୍ରୀ ଆଉ ତାଙ୍କ ପିଲାକୁ ନେଇକି ସେମାନେ ଯାଉଥିଲେ, କିନ୍ତୁ ଗୋଟେ ଟ୍ରକ୍ ଆକ୍ସିଡେଣ୍ଟରେ ସେମାନଙ୍କର 3 ଜଣଙ୍କର ସେଇଠାରେ ଜୀବନ ଚାଲି ଯାଇଥିଲା। ଆଉ ସେବେଠାରୁ ସେ ସ୍ତ୍ରୀ ଲୋକ ସମସ୍ତଙ୍କୁ ସାହାଯ୍ୟ ମାଗୁଛି, କିନ୍ତୁ ସିଏ କୌଣସି ମଣିଷ ନୁହନ୍ତି। ସେତେବେଳେ ଏଇ ବୁଢ଼ା ଲୋକର ଏ କଥା ମୁଁ ଯେତେବେଳେ ଶୁଣିଲି, ମୋ ପାଦ ତଳୁ ପୁରା ମାଟି ଖସିଗଲା, କାହିଁକି ନା ସେ କୌଣସି ମଣିଷ ନଥିଲେ। ସେମାନେ କିଛି ଦିନ ପୂର୍ବରୁ ସେମାନେ ସେଇ ଜାଗାରେ ଗୋଟେ ଟ୍ରକ୍ ତଳେ ଚିପି ହୋଇ ସେଇଠି ମରିସାରିଥିଲେ। ଆଉ ତାଙ୍କର ଏ କଥା ମୁଁ ଯେତେବେଳେ ଶୁଣିଲି, ମୁଁ ତୁରନ୍ତ ସେ ଜାଗାରୁ ମୋ ଗାଡ଼ିକୁ ଷ୍ଟାର୍ଟ କରିକି ମୋ ଗାଁ ଆଡ଼କୁ ମୁଁ ଆଗକୁ ଚାଲିଲି। ଏମିତି କିଛି ବାଟ ଆସିଲା ପରେ ମୁଁ ପୁଣି ଥରେ ସେଇମାନଙ୍କୁ ଦେଖିଲି, କାହିଁକି ନା ମୁଁ ଯାହାକୁ ଦେଖିଥିଲି ଟିକେ ପୂର୍ବରୁ ସେଇ ସ୍ତ୍ରୀ ଲୋକ ତା କୋଳରେ ଗୋଟେ ଛୁଆକୁ ଧରି ସେଇ ଜଙ୍ଗଲ ରାସ୍ତା କଡ଼ରେ କିନା ଠିଆ ହୋଇଥାଏ, ଆଉ ମୋତେ ଅନେଇକି ମୁରିକି ହସୁଥାଏ। ଆଉ ମୁଁ ତାକୁ ଯେତେବେଳେ ଦେଖିଲି, ସେତେବେଳେ ମୁଁ ଜାଣିସାରିଥିଲି ଇଏ କୌଣସି ସାଧାରଣ ଆତ୍ମା ନୁହଁ। ମୁଁ ତୁରନ୍ତ ତା ଆଡ଼କୁ ନ ନେଇ ମୁଁ ମୋ ଗାଡ଼ି ସ୍ପିଡ୍ କରି ମୁଁ ଆଗକୁ ଚାଲୁଥାଏ। ଏମିତି କିଛି ବାଟ ମୁଁ ଆସିଲା ପରେ ମୁଁ ଗୋଟେ ମନ୍ଦିର ପାଖରେ ଯାଇକି ପହଞ୍ଚିଲି, ଆଉ ମୁଁ ତୁରନ୍ତ ସେଇ ମନ୍ଦିର ଭିତରକୁ ଚାଲିଗଲି। ଆଉ ସକାଳ ପାଇଲା ପରେ ମୁଁ ସେ ମନ୍ଦିରରୁ ବାହାରି ମୋ ଗାଁକୁ ଚାଲି ଆସିଥିଲି। ତ ସାଙ୍ଗମାନେ, ଆପଣମାନଙ୍କୁ ଏହି କାହାଣୀଟି ଯଦି ବି ଟିକେ ଭଲ ଲାଗିଥିବ ତାହେଲେ ମୋ ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବ। ତାହେଲେ ରହୁଛି, ଦେଖା ହେବ ଆଉ ଗୋଟେ ନୂଆ କାହାଣୀରେ। ଜୟ ଜଗନ୍ନାଥ।